नमस्कार। आपनको न्यू टॉपिक्स जो एस्ट्रोलॉजी जहाँ हम लाइफ रे किसी आवश्यक अच्छी ग्रह नक्षत्र प्रभाव तार विषय आलोचना बहुत गुटे इंपोर्टेंट टॉपिक्स आपण भी निजे शिखि पारे निजे भी जानी पारे वीडियो टी बहुत ओडिया भाव प्रांजल भाव बुझा चेष्टा करी। लोक कहीं फास्ट थिंग्स लोक मैंने कहीं आस्ट्रोलोजी पाखक जाते आम लाइफ रे आम आस्ट्रोलोजी पाखक कहीं जीवा लोकंकर आस्ट्रोलोजी कहीं आसती कहीं जाती लोक पाखक भविष्य जानिबा पाई केबे शुभ समय केबे सतर्कता दरकार यहाँ ପାଇଁ शिक्षा क्यारियर केउं फील्ड रे भल हबो केबे जॉब सक्सेस हबो प्रमोशन डिले काहेकि पचारती धन व्यवसाय काहेकि लोन केबे धन जोग व्यवसाय ग्रोथ शेयर मार्केट रे व्हिच टाइम इज भल हबो को टाइम टा भल हबो विवाह प्रेम लेट मैरिज कंपैरेबिलिटी लव सक्सेस पार्टनर नेचर फैमिली हैप्पीनेस आ विषय आलोचना स्वास्थ्य केबे हेल्थ प्रॉब्लम हबो रेमेडी हबो केबे रेमेडी कौन लाइफ स्पैन कस्टडी मन शांति जीवन अनिश्चितता एस्ट्रोलॉजी सहस एक्सप्लेनेशन दे मन को शांति दे था उपाय विभिन्न प्रकार रेमेडी था लाइफ रे एस्ट्रोलॉजी विद्या रे जंत्र मंत्र ध्यान पूजा लाइफस्टाइल एस्ट्रोलॉजी जे नॉलेज एस्ट्रोलॉजी भी गोटे पाठ ताकू जानिबार अछि एमिति सेमिति न को प्रॉपर गाइडेंस नहीं पारिबे जानि पारे निश्चित अपन जीवन में किसी परिवर्तन हो अपन लाइफ रे किसी चेंज हो परिबो 100% चेंज हबो केही भी आपको रोकी परिबेनी एस्ट्रोलॉजी पाखो कहीं जानते भय आशा कहीं प्रोब्लेम सब होची 90% पीपल किसी गाइडेंस मोटिवेशन फेथ दिया जाए एस्ट्रोलॉजी रे 90% पीपल जो विपद बा असुविधा पड़ी था किसी प्रोब्लेम होता है डेली लाइफ बा जनरल लाइफ रे से माने एस्ट्रोलॉजी के पास शुभ कर्म मैरिज हला घर प्रतिष्ठा हला तेणु से एस्ट्रोलॉजी पाखो जाई थांती ତାଙ୍କ ମନ ଭିତରେ କୋଶ୍ଚିନ୍ କଣ ସବୁ ଥାଏ ଆଷ୍ଟ୍ରୋଲୋଜି ପାଖକୁ ମୋ ଜବ୍ କେବେ ହବ କେବେ ପ୍ରମୋସନ ହବ ମୋର ବିଜନେସ ଫାଇନାନ୍ସ କାହିଁକି ଲସ୍ ହଉଛି କେବେ ଠିକ ହବ ବିବାହ କେବେ ହବ ମୋର ପାର୍ଟନର କେମିତି ମିଳିବ ମୋର ଲଭ ମ୍ୟାରେଜ ହବ କି ଆରେଞ୍ଜ ମ୍ୟାରେଜ ହବ ସନ୍ତାନ କେବେ ହବ ମୋର ହେଲ୍ଥ ପ୍ରୋବ୍ଲେମ କାହିଁକି ମୋର ଲୋନ୍ ଆଣ୍ଡ ଡେବିଟ୍ କାହିଁକି ବଢୁଛି ଭାଗ୍ୟ ଲଭ ଏବେ ଷ୍ଟ୍ରଙ୍ଗ ହେବ ଜୀବନରେ କଣ ଫିଲ୍ଡ ମୋ ଲାଇଫରେ କଣ ଚୁଜ୍ କରିବା ଦରକାର କୋଉ ଫିଲ୍ଡରେ ଗଲେ ସକ୍ସେସ୍ ହେବି କ୍ୟାରିୟର ଏଜୁକେସନ ତେଣୁ ମୁଁ ସମସ୍ତଙ୍କୁ ତ କହିବି ଆଷ୍ଟ୍ରୋଲୋଜି ଗୋଟେ ଏମିତି ପାଠ ଗୋଟେ ନିଶ୍ଚିତ ଭାବରେ ଗୋଟେ ବହୁତ ଭଲ ପାଠ ଭଲ ନଲେଜେବୁଲ ଦରକାର ଆଉ ଆମେ ଦେଖନ୍ତୁ ଆଷ୍ଟ୍ରୋଲୋଜି ଆମେ ଯଦି ରଙ୍ଗ ପ୍ରେଡିକ୍ସନ ଗୋଟେ ଲାଇଫରେ ଜଣକୁ କରିଦବା ସେ ରଙ୍ଗ ହେଇଯିବ କାହିଁକିନା ମନେ କରନ୍ତୁ ଗୋଟେ ଲାଇଫରେ ଜଣଙ୍କର ଯଦି ଶନି ମହାଦଶା ଚାଲିଛି ତାର ଏଇଆ ପ୍ରୋବ୍ଲେମ ହବ ତାର ଧନ କେ ହବ ତା ଫ୍ୟାମିଲିରେ ଡିଷ୍ଟରବାନ୍ସ ହବ ରୋଗଗ୍ରସ୍ତ ହବ ତାର ଯଦି ପ୍ରପର ଗାଇଡାନ୍ସ ଆମେ ତାକୁ ନ କରିବା ଏଇଟା କଲେ ତୋର ଏଇଠି ଜିନିଷଟା ଠିକ ହବ ତମର ତାକୁ ଯଦି ଆମେ ପ୍ରପର ଗାଇଡାନ୍ସ ଆନାଲିସିସ୍ କରି ତାଙ୍କ ଜାତକ D1 D9 କୁଣ୍ଡଲ ଯଦି ଆମେ ଜଜମେଣ୍ଟ କରି ବା ପ୍ରେଡିକ୍ସନ କରି ନଦବା ତାହେଲେ ତାର କିଛି ମୂଲ୍ୟ ନାହିଁ କାହିଁକିନା ଆମେ ଯଦି ତାକୁ ଗୋଟେ ଛୋଟିଆ ନେଇଯାଏ ଡେଉଁରିଆଟା ବାନ୍ଧି ଦିଏ ତ ଭଲ ହେଇଯିବ ନାହିଁ ରାଇଟ ୱେ ଖର୍ଚ୍ଚ ହବ ମାନେ ଆମେ ଜାଣିଛୁ କିନ୍ତୁ ତା ଲାଇଫରେ କିଛି ତ ପରିବର୍ତ୍ତନ ହେଇପାରିବ ତାର କିଛି ଉପକାର ହେଇପାରିବ ତାକୁ ସଠିକ ଜିନିଷ ଦବା ଦରକାର ସଠିକ ଉପାୟ ଦବା ଦରକାର ଆମେ ଯେମିତି ଗୋଟେ ଡକ୍ଟର କତିକି ଯାଉଛେ ସେ ରାଇଟ୍ ଆନାଲିସିସ୍ କରି ରାଇଟ୍ ମେଡିସିନ ଆମକୁ ପ୍ରୋଭାଇଡ କରୁଛି ତାହେଲେ ଆମ ଶରୀରର ଡିଜିଜ ଟା କମୁଛି ଯଦି ଜଣେ ରାଇଟ୍ ଆନାଲିସିସ୍ ନ କରିବ ରାଇଟ୍ ଡିଜିଜ କୁ ଚୁଜ୍ ନ କରିବ ଅଲ୍ଟରନେଟିଭ ମେଡିସିନ ଦବ ତାର ବ୍ୟାଡ୍ ଇମ୍ପାକ୍ଟ ଆମ ଲାଇଫରେ ପଡିବ ଡିଜିଜ କମିବନି ଡିଜିଜ ଆହୁରି ପ୍ରୋବ୍ଲେମ କ୍ରିଏଟ କରିବ ତେଣୁ ଆମେ ଯେମିତି ଡକ୍ଟରକୁ ବିଲିଭ କରିକିନା ଲୋକମାନେ ଯାଉଛନ୍ତି ତାଙ୍କର ସ୍ୱାସ୍ଥ୍ୟ ପାଇଁ ସେ ଲାଇଫରେ କିଛି ପ୍ରୋବ୍ଲେମ ହେଲେ ସେମାନେ ଜାତକ ଦେଖାଉଛନ୍ତି ଡେଟ୍ ଅଫ୍ ବାର୍ଥ ସେରକମ କିଛି ବି ବହୁତ ପ୍ରୋବ୍ଲେମକୁ ସେମାନେ ଫେସ୍ କରୁଛନ୍ତି ବହୁତ ମେଡିକାଲ ଯେତିକି ଯାଉନାହାନ୍ତି ଆଷ୍ଟ୍ରୋଲୋଜି ଉପରେ ବହୁତ ଲୋକ ବହୁତ କ୍ଷେତ୍ରରେ ବିଶ୍ୱାସ କରିକିନା ଯାଆନ୍ତି 95% ପିପୁଲ ପ୍ରୋବ୍ଲେମରେ ପଡିଲେ ହିଁ ସେମାନେ ଯାଆନ୍ତି ଫାଇନାନ୍ସ କେମିତି ହବ ମୋ ପୁଅ ଚାକିରି ହଉନି ଝିଅର ବାହାଘର ହଉନି ଡିଫରେନ୍ସ କେସ୍ ନେଇକିନା ଆସନ୍ତି
କିନ୍ତୁ ପ୍ରପର ଗାଇଡାନ୍ସ ନିଅନ୍ତୁ, ପ୍ରପର ନଲେଜ ଭିତରେ ତାକୁ ପ୍ରେଡିକ୍ସନ କରିଦବାଟା ହିଁ ଜରୁରୀ। ତେଣୁ ଇଏ ଭିଡିଓ ହଉଛି ଆପଣ ମାନଙ୍କ ନିଜ ପାଖରେ କିଛି ଯଦି ନଲେଜ ଥବ ଆପଣ ସେଇଟା ବୁଝିପାରିବେ। କାହିଁକିନା ଇଏ ଗୋଟେ ଲାଙ୍ଗୁଏଜ, ଆଷ୍ଟ୍ରୋଲୋଜି ଗୋଟା ଆମ ପାଠର ନର୍ମାଲ ପାଠ ଠାରୁ ଇଏ ଗୋଟେ ବି ଅନ୍ୟ ପାଠ। ଆମେ ଗ୍ରହ ନକ୍ଷତ୍ର ବିଷୟରେ ଲ୍ୟାକ୍ ଅଫ୍ ନଲେଜ, ଆମ ପାଖରେ ନଲେଜ ନଥବାରୁ ଆମକୁ ଯେ ଯାହା କହୁଛେ ଆମେ ତାକୁ ବୁଝି ଦଉଛେ। ଆମର ଯଦି ପ୍ରପର ଗାଇଡାନ୍ସ ପ୍ରପର ନଲେଜ ଆମ ପାଖରେ ରହିବ, ଆମେ ଆମ ଲାଇଫକୁ, ଆମ ଫ୍ୟାମିଲି, ଆମ ଜୀବନକୁ ପରିବର୍ତ୍ତନ କରିପାରିବା। ମୁଁ ଜାଣୁଛି, ଓକେ ଆଗକୁ ନେବି ଟପିକ ନେବି, ଆପଣ ଦେଖନ୍ତୁ ବଢିଆ ଟପିକ, ମଜାଦାର ଟପିକ ରହିବ। ଆମ ଲାଇଫରେ ଦିଟା ଚାର୍ଟ ଥାଏ, ଗୋଟେ ହଉଛି ଲଗ୍ନ ଚାର୍ଟ, ଗୋଟେ ହଉଛି ନମାବାସ ଚାର୍ଟ ବା D1 ଚାର୍ଟ, D9 ଚାର୍ଟ। ଲଗ୍ନ ଚାର୍ଟ କଣ? ଲଗ୍ନ କୁଣ୍ଡଳୀ କଣ? ଜନ୍ମ ସମୟରେ ଗ୍ରହ ମାନଙ୍କର ସ୍ଥିତିକୁ ଦେଖାଯାଏ। 12ଟି ଭାବ ବା ହାଉସ 9ଟି ଗ୍ରହର ପ୍ରଭାବ ତିଆରି କରି ଏହାକୁ ମୂଳ କୁଣ୍ଡଳୀ କିମ୍ବା D1 ଚାର୍ଟ କୁହାଯାଏ। D1 ଚାର୍ଟରେ ଆମେ କଣ ସବୁ ଦେଖୁ? କଣ ସବୁ ଦେଖୁ? ଶିକ୍ଷା, ଏଜୁକେସନ, ଫୋର୍ଥ ଆଉ ଫିଫ୍ଥ ହାଉସରେ। ଏଠି ମୁଁ ହାଉସ ଦେଖେଇ ଦଉଛି। ଫାର୍ଷ୍ଟ ହାଉସ, ସେକେଣ୍ଡ ହାଉସ, ଥାର୍ଡ ହାଉସ, ଫୋର୍ଥ ହାଉସ, ଫିଫ୍ଥ ହାଉସ, 6, 7, 8, 9, 10, 11, 12, 12ଟା ହାଉସ, 9ଟି ଗ୍ରହ। ଶିକ୍ଷା, ଏଜୁକେସନ, ଫୋର୍ଥ ଆଣ୍ଡ ଫିଫ୍ଥ ହାଉସ। ଧନ, ସେକେଣ୍ଡ ଆଣ୍ଡ 11 ହାଉସ। କ୍ୟାରିୟର, 10th ହାଉସ। ବିବାହ, 7th ହାଉସ। ସ୍ୱାସ୍ଥ୍ୟ, ଫାର୍ଷ୍ଟ ହାଉସ, 6th ହାଉସ। ସାର କଥା ହେଲା D1 ଚାର୍ଟ ଆମର ସମଗ୍ର ଜୀବନର ରୋଡ ମ୍ୟାପ ଆମକୁ ଦେଇଥାଏ। ତାକୁ ଯାହାକୁ ଆମେ ଲଗ୍ନ ଚାର୍ଟ କଥା ଦେଖିଥିବେ, ଜାତକରେ D1 ଚାର୍ଟ ହେଇଥିବ, ଆଉ ଗୋଟେ ବି ନମବାସ ଚାର୍ଟ ହେଇଥିବ। କିନ୍ତୁ ଦିଟା ଚାର୍ଟକୁ ମିଳେଇ ଯେ ଆନ୍ସର ଆମେ ଦେଇପାରିବା, ପ୍ରେଡିକ୍ସନ କରିପାରିବା, ଗୋଟେ ରାଇଟ ପ୍ରେଡିକ୍ସନ ଜଣେ ପାଇପାରିବ। ଓକେ, ଗୋଟେ କଷ୍ଟମର ବାଇ କ୍ଲାଇଣ୍ଟସ୍ ରାଇଟ ପ୍ରେଡିକ୍ସନ ପାଇବ ଯାହା ଲାଇଫରେ ପରିବର୍ତ୍ତନ ହେଇପାରିବ। ମୁଁ ଯଦି କହିବି ଫୋର୍ଥ ହାଉସ ଆଉ ଫିଫ୍ଥ ହାଉସରେ ପିଲାର ଏଜୁକେସନକୁ ଆମେ ଆକୁରେସି କରିପାରିବା, ଏ ପିଲା ଭଲ ପାଠ ପଢିବ କି ପଢିବନି। ଓକେ, 99% ପାଖାପାଖି ପ୍ରେଡିକ୍ସନ ହେଇଯିବ ଆପଣଙ୍କର। ଯଦି ଆମେ ଚିନ୍ତା କରିବା ଏଜୁକେସନ, ବୃହସ୍ପତି ଗୁରୁ ହଉଛନ୍ତି ବିଦ୍ୟାର ମୁଖ୍ୟ, ହଉଛନ୍ତି ଓକେ, ଯାହାକୁ ମୁଁ ବୃହସ୍ପତି କହୁଛେ। ଯଦି ସେ ଫୋର୍ଥ ଆଉ ଫିଫ୍ଥ ହାଉସରେ ବସନ୍ତି, ସେ ପିଲା ନିଶ୍ଚିତ ଭାବରେ ଭଲ ପାଠ ପଢିବ ଏବଂ ହାୟର ଷ୍ଟଡି କରିବ, ଗ୍ୟାରେଣ୍ଟେଡ। ଧନ, ଯଦି ସେକେଣ୍ଡ ଆଉ 11 ହାଉସରେ ଯଦି ଶୁକ୍ର ରହିବ, ନିଶ୍ଚିତ ଭାବରେ ଆପଣ ଭଲ ପ୍ରପର୍ଟି, ଧନ, ଆପଣଙ୍କ ନିଜ ଜୀବନରେ ବହୁତ ଡେଭଲପମେଣ୍ଟ, ଫାଇନାନ୍ସିଆଲି ଆପଣ ଷ୍ଟେବିଲିଟି ମେଣ୍ଟେନ କରିବେ। ଏଜୁକେସନ ହବ ହାୟର କ୍ୟାରିୟର। 9th ହାଉସରେ ଯଦି ବି ଗୁରୁ ରହିବେ, ଆପଣ କ୍ୟାରିୟରରେ ବହୁତ ଡେଭଲପମେଣ୍ଟ। 7th ହାଉସ କଥା କହୁଛି, ଯଦି ଏଠି ଶୁକ୍ର ରହିବେ ଆପଣ ମ୍ୟାରେଜ ବହୁତ ଭଲ ହବ, ବହୁତ ଭଲ ଭାବରେ। ସ୍ୱାସ୍ଥ୍ୟ, ସ୍ୱାସ୍ଥ୍ୟ ସାର କଥା ହେଲା D1 ଚାର୍ଟରେ ତମ ଜୀବନର ସମସ୍ତ ଗ୍ରହର ବା ଆମ ସମଗ୍ର ଜୀବନ ରୋଡ ମ୍ୟାପକୁ ଆମେ ପ୍ରସ୍ତୁତ କରିଥାଉ। D9 ଚାର୍ଟ କଣ ତାକୁ ବୁଝିବା ଦରକାର। D9 ଚାର୍ଟ ହଉଛି ଫାଇନାଲି ଡିଭିଜନ୍ସ, ପ୍ରତ୍ୟେକ ରାଶିକୁ 9 ଭାଗରେ ବିଭକ୍ତ କରି ନବମାସ ତିଆରି ହେଇଥାଏ। D9 ଚାର୍ଟକୁ ଧର୍ମାଂଶ କୁଣ୍ଡଳୀ କୁହାଯାଏ। ବିବାହ, ଏଥିରେ କଣ ଆମେ ଦେଖିଥାଉ? ବିବାହ, ମ୍ୟାରେଜ, ସପୋଜ ଲାଇଫ, ସପୋଜରେ ନେଚର, ମ୍ୟାରେଜ ଲାଇଫ ଷ୍ଟାବିଲିଟି। ଆମ ମ୍ୟାରେଜରେ କଣ ହବ, କେମିତି ଭଲରେ କଟିବ ଖରାପ କଟିବ, ଏ ଷ୍ଟାବିଲିଟି ହବ କି ନାହିଁ, D9 ଚାର୍ଟ କରେ। ଭାଗ୍ୟ, ସ୍ପିରିଚୁଆଲ ଆଣ୍ଡ ଧାର୍ମିକ ଗ୍ରୋଥ, ଆମ ଫ୍ୟୁଚର ଆଣ୍ଡ ଧର୍ମ କଣ ହବ ଆମ ଲାଇଫରେ। କ୍ୟାରିୟର, ଜବ, ବିଜନେସ, ସକ୍ସେସ, ଲଙ୍ଗ ଟର୍ମ ଷ୍ଟେବିଲିଟି ଆଉ ଅନଷ୍ଟେବିଲିଟି କିଏ କହିବ? D9 ଚାର୍ଟ କହିବ। ଗ୍ରହ ଶକ୍ତିର ପ୍ଲାନେଟ ଷ୍ଟ୍ରେନ୍ଥ, D1 ଯଦି ଷ୍ଟ୍ରଙ୍ଗ, ପ୍ଲାନେଟ D9 କନଫର୍ମ କରିଥାଏ। ସାର କଥା ହେଲା D9 ଚାର୍ଟ ଜୀବନ, ଅନ୍ତର୍ଜୀବନ, ସ୍ଲୋଇକ ଚେକ୍, ମ୍ୟାରେଜ, ଧର୍ମ, ଲଙ୍ଗ ଟର୍ମ ଷ୍ଟାବିଲିଟି ଉପରେ ଆମକୁ କହିଥାଏ। D1 ଭର୍ସେସ D1 କମ୍ପାରିଜନ, ଲଗ୍ନ ନବଦଶ ଭିତରେ କମ୍ପାରିଜନ। ପ୍ରଧାନ ଦୃଷ୍ଟି, ଲଗ୍ନ ଆମ କଣ ପାଇଁ ଦେଖୁ? ସମସ୍ତଙ୍କ ଲାଇଫ ଇଭେଣ୍ଟସ, ପ୍ରକୃତି ଆଉଟର ଲାଇଫ, ଶିକ୍ଷା ବେସିକ ହାୟର ଷ୍ଟଡି, ଧନ ଇନକମ୍ ଆସେଟ, କ୍ୟାରିୟର ଜବ ଟାଇପ ପ୍ରଫେସନ, ବିବାହ ମ୍ୟାରେଜ ଯୋଗ। ନବମାସ ଚାର୍ଟ କଣ କରେ? ମ୍ୟାରେଜ, ଧର୍ମ, ସ୍ପିରିଚୁଆଲି, ଇନର ସର୍ଭିସ ଷ୍ଟ୍ରେନ୍ଥ, ୱିଜଡମ, ସ୍ପିରିଚୁଆଲ ନଲେଜ,
धन स्टाबिलिटी केते हबो सपोज सपोर्ट केते हो कैरियर कैरियर स्टाबिलिटी और सक्सेस लेवल केते हो आपण कैरियर विवाह मैरिड लाइफ हैप्पीनेस हबो किबा डिले हबो ये को D9 D1 चार्ट कौन घटी थाए व्हाट हैपन D9 चार्ट सैया घटी थाए केते स्टेबल स्ट्रांग स्पिरिचुअल आपको दुईटी एका साथ को देखले ठीक भाबरे में ठीक भाबरे कही थाए एस्ट्रोलॉजी रे डिग्री बेली कहले ग्रहण प्लैनेट किमा लग्न आसेन कुंडली केते डिग्री अछि डिग्री केते डिग्री अछि अर्थ कही थाए ओके एस्ट्रोलॉजी डिग्री कौन एस्ट्रोलॉजी डिग्री होची कौन एस्ट्रोलॉजी डिग्री कौन प्रत्येक राशि 30 डिग्री समस्त 12टा राशि को 360 डिग्री डिवाइड करा जायछि प्रत्येक ग्रह सूर्य चंद्र मंगल बुध बृहस्पति शुक्र शनि राहु केतु कुंडली रे केते डिग्री अछंती सेथुरु हमें जानि परिया ओके 0 ରୁ 10 डिग्री बाल अवस्था बा शिशु कुमार स्थिति बाल्य अवस्था जहाँ भी कहूचे 10 ରୁ 20 ହେଉଛି ଯୁବା ବା ପ୍ରବଳ ସ୍ଥିତି ଗ୍ରହ ଫୁଲ ପାୱାର ଇଫେକ୍ଟ ଷ୍ଟ୍ରଙ୍ଗ 30 ରୁ 20 ରୁ 30 ହେଉଛି ବୃଦ୍ଧାବସ୍ଥା ଦେଖନ୍ତୁ ଏଇଟା ହେଉଛି ଆପଣଙ୍କର ଡିଗ୍ରୀ ଏଇଠି ସବୁ ଡିଗ୍ରୀ ଲେଖା ହେଇଥାଏ ଦେଖନ୍ତୁ ଏଇଠି 28 डिग्री 05 डिग्री 11 डिग्री 02 डिग्री 28 डिग्री ये डिग्री आपण तेणु एग्जांपल जने बर्थडे चार्ट देखिबा सूर्य 15 ताले स्ट्रॉन्ग लीडरशिप फैमिली हाउस चंद्र मून कैंसर 5 डिग्री अछन ताले शिशु अवस्था इमोशनल स्ट्रेंथ वीक मंगल 27 डिग्री वृद्धावस्था एनर्जी अनस्टेबल एंग्री इश्यू डिग्री यूज कौन पाई करा जाए मैरिज डिले एलियरली शुक्र 7th हाउस रे डिग्री चेक कैरियर टाइमिंग सूर्य 10th हाउस रे शनि डिग्री दशा ट्रांजिट रिजल्ट प्लैनेट डिग्री क्लोज टू हाउस बॉस अनदर प्लैनेट स्ट्रांग इफेक्ट जोग डिग्री अनुसार जोग भी देखा जाए जो जोग आम कहे राजयोग बुधा तेज जोग धन जोग ताकू भी डिग्री अनुसार देखे जदि ये भिडियोटी टॉपिक आपको भल लगी था लाइक करूँ शेयर करूँ कमेंट करूँ पुणी आपण मान नेक्स्ट वीडियो आने और बहुत आस्ट्रो नुआ नुआ वीडियो आपंप आनी आप जानीपारे आप निजे भी विश्लेषण कर निजे भी आप देखी आप कुंडली जानीपारे बहुत किसी अच्छी आ भितर जानवाई ଆପଣ ନୂଆ डिग्री डिग्री जानते रहुଛି नमस्कार।